ଆପଣ ପାୱାରରେ ଅଛନ୍ତି ବୋଲି ଆପଣ ପାୱାର ଶୋ କରୁଛନ୍ତି, ଦାଦାଗିରି କରୁଛନ୍ତି। ଏଇଟା ବିଏମସିର ସମ୍ପୂର୍ଣ୍ଣ ରୂପେ ଦାଦାଗିରି ବୋଲି ମୁଁ କହିବି ଆଜ୍ଞା। ଆପଣଙ୍କର ଯଦି ସତ୍ସାହସ ଅଛି, ଆପଣ ଯଦି ଏତେ ଆପଣ ସଚ୍ଚୋଟ କାର୍ଯ୍ୟ କରୁଛନ୍ତି, ସରକାରୀ ଜାଗାରେ କିଛି ରଖେଇ ଦେଉନାହାନ୍ତି, ତାହେଲେ ଖାରବେଳ ନଗରର ୟୁନିଟ୍ 3ରେ ଥିବା ବାଂଲାଦେଶୀ ବସ୍ତିକୁ ଉଠାନ୍ତୁ। ସେ ଯେଉଁ ଜବରଦଖଲ କରି ସେମାନେ ଘର କରିଛନ୍ତି କିମ୍ବା ସେଠି ଯେଉଁ ସେମାନେ ବ୍ୟବସାୟ କରୁଛନ୍ତି ତାକୁ ଉଚ୍ଛେଦ କରି ଦେଖାନ୍ତୁ। ଆପଣଙ୍କର ଯଦି ସତ୍ସାହସ ଅଛି, ଯଦୁପୁରକୁ ଯାଆନ୍ତୁ, ଏମ୍ସ ପଛପଟୁ ଆରମ୍ଭ ହେଇଛି ଆଜ୍ଞା, ତାଙ୍କର ବ୍ୟବସାୟ ସ୍ଥଳୀ ଏବଂ ତାଙ୍କର ସେଇ ଘରକୁ ଉଚ୍ଛେଦ କରନ୍ତୁ। ଆପଣଙ୍କର ଯଦି ସତ୍ସାହସ ଅଛି, ସୁନ୍ଦରପଦା ଯାଇକି ତାକୁ ଉଚ୍ଛେଦ କରନ୍ତୁ। 10-12 ଜଣ ଗୋମାତା ସେଠି ରହୁଥିଲେ ଗୋଟେ ଛୋଟିଆ ଆଶ୍ରୟସ୍ଥଳୀ ଗଛ ବୁଦା ତଳେ, ଆପଣ ସେଇ ଜାଗାକୁ ଉଚ୍ଛେଦ କଲେ। ଗୋଚର ଜାଗା ସରକାରଙ୍କ ପାଖରେ ସାରା ଓଡ଼ିଶାରେ, ତତ୍ସହିତ ଭୁବନେଶ୍ୱର ସହରରେ ଗୋଚର ଜମି ବହୁତ ଅଛି ଆଜ୍ଞା। ସରକାର ତା ଉପରେ ତତ୍ପରତା ଦେଖାଇବା ଆବଶ୍ୟକତା ରହିଛି। ବର୍ତ୍ତମାନର ସରକାର, ମୋହନ ମାଝୀଙ୍କ ସରକାର, ଲୋକଙ୍କ ସରକାର କୁହାଯାଉଥିବା ବର୍ତ୍ତମାନର ସରକାର, ସେଇ ଗୋମାତାଙ୍କ ନାଁ ନେଇ ଆଜି ସରକାରରେ ବସିଛନ୍ତି। ସେଇ ପ୍ରଭୁ ଶ୍ରୀରାମଙ୍କ ନାଁ ନେଇକି ସରକାରରେ ବସିଛନ୍ତି। ବର୍ତ୍ତମାନ ସମୟ ଆସିଛି, ସରକାର ତା ଉପରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ସରକାର ଏହିସବୁ ଘଟଣାକୁ ଗୁରୁତର ସହିତ ନେବାର ଆବଶ୍ୟକତା ରହିଛି। କେତେ ଦିନ ପର୍ଯ୍ୟନ୍ତ ଆଜ୍ଞା, ମୁଁ ପଚାରିବାକୁ ଚାହୁଁଛି, କେତେ ଦିନ ପର୍ଯ୍ୟନ୍ତ ଗୋମାତା ଅସୁରକ୍ଷିତ ରହିବେ ଓଡ଼ିଶାରେ? ଆପଣ ଦେଖନ୍ତୁ, କେବଳ ଏଇ ଗୋଟିଏ ଘଟଣା ନୁହଁ, ବିଗତ 3 ଦିନ ତଳେ ପୁରୀ ଜିଲ୍ଲା ସତ୍ୟବାଦୀ ଠାରେ ଗୋମାଂସ ନେଇକି ବିକ୍ରି କରିବା ପାଇଁ ମୋଟରସାଇକେଲରେ ଯାଉଥିଲା ଗୋଟେ ବ୍ୟକ୍ତି, ତାକୁ ଧରାଗଲା। ତା ପରବର୍ତ୍ତୀ ମୁହୂର୍ତ୍ତରେ ପାଣି କୋଇଲି ପାଖରୁ ଗୋଟିଏ ଗାଡ଼ି, ଗୋରୁ ବୋଝେଇ ଗାଡ଼ି ଆନ୍ଦପୁର ହେଇକି ଯିବା ପାଇଁ ରାତି 12ଟା ବେଳେ ଖବର ଆସିଥିଲା। କଟକର ଜଣେ ଗୋ ସେବକ ମୋତେ ଫୋନ କରିଥିଲେ, ମୁଁ ଆନ୍ଦପୁର ଫୋନ କରିଥିଲି ଆମ କାର୍ଯ୍ୟକର୍ତ୍ତାଙ୍କୁ, ଘସିପୁର ଥାନା ଏନ୍ସିକୁ ଫୋନ କରିଥିଲି ଏବଂ ଏସ୍ଡିପିଓ ମହାଶୟଙ୍କୁ ମଧ୍ୟ ଫୋନ କରିଥିଲି। କିନ୍ତୁ ସେମାନେ ଜାଣିପାରିଲେ, ରାସ୍ତା ବଦଳେଇକି ସେମାନେ ଖସିଗଲେ। ତା ପରଦିନ ପାଣି କୋଇଲି ଠାରେ ଗୋଟେ ବଡ଼ କଣ୍ଟେନରରେ ଗୋରୁ ବୋଝେଇ ଯାଉଥିଲା, ଧରା ପଡ଼ିଲା। ପ୍ରତ୍ୟେକ ଦିନ କୋଉଠି ନା କୋଉଠି ଗୋମାତା ଅସୁରକ୍ଷିତ ଆଜ୍ଞା। କୋଉଠି ଗୋମାତାଙ୍କ ମାଂସ ମିଳୁଛି, କୋଉଠି ଗୋମାତା ବେଆଇନ ଭାବେ ଚାଲାଣ ହେଉଛନ୍ତି। କେତେ ଦିନ ପର୍ଯ୍ୟନ୍ତ ଗୋମାତା ଓଡ଼ିଶାରେ ଅସୁରକ୍ଷିତ ରହିବେ, ମୁଁ ସରକାରଙ୍କୁ ପଚାରିବାକୁ ଚାହୁଁଛି। ସରକାର ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ବର୍ତ୍ତମାନ ସମୟ ଆସିଛି, ସରକାର ନିରପେକ୍ଷ ଭାବରେ ଏ ଘଟଣାକୁ ଚିନ୍ତାକୁ ନିଅନ୍ତୁ। ବର୍ତ୍ତମାନ ବିଏମସିର କାର୍ଯ୍ୟକଳାପକୁ ସରକାର ଧ୍ୟାନ ଦେବାର ଆବଶ୍ୟକତା ରହିଛି। ବିଏମସିର ପାୱାରରେ ଯେଉଁମାନେ ବସିଛନ୍ତି ସେମାନେ ଭୁଲି ଯାଉଛନ୍ତି ତାଙ୍କର ଏହି ମନମୁଖୀ କାର୍ଯ୍ୟ ପାଇଁ ବିଗତ ଦିନରେ ସେମାନେ ସରକାରରୁ ଗାଦିଚ୍ୟୁତ ହୋଇଥିଲେ, କିନ୍ତୁ ତାଙ୍କର ଏବେ ପର୍ଯ୍ୟନ୍ତ ନିଦ ଭାଙ୍ଗି ନାହିଁ। ତାଙ୍କର ସେଇ କାର୍ଯ୍ୟକଳାପ, ସେଇ ଦାଦାଗିରି ଚାଲି ଆସିଛି। ମୁଁ ସେମାନଙ୍କୁ ସେଇ ନିର୍ଦ୍ଦିଷ୍ଟ କିଛି ଜଣ ବ୍ୟକ୍ତି ବିଶେଷ ରହିଛନ୍ତି ବିଏମସିରେ, ତାଙ୍କର ସେଇ କାର୍ଯ୍ୟକଳାପକୁ ବନ୍ଦ କରନ୍ତୁ, ନହେଲେ ଆଗାମୀ ଦିନରେ ବିରାଟ ଆନ୍ଦୋଳନ ହେବ। ଏବଂ ମୁଁ ଆପଣମାନଙ୍କୁ ଜଣାଇଦେବା ପାଇଁ ଚାହୁଁଛି, ଗତକାଲି ବିଏମସି ଅଫିସ ସାମ୍ନାରେ ଯେଉଁ ଗୌ ସେବକ ଭାଇ ଭଉଣୀ ମାନେ ଗୋଟେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ, ଘେରାଉ କାର୍ଯ୍ୟକ୍ରମ କରିଥିଲେ, ରାଷ୍ଟ୍ରୀୟ ହିନ୍ଦୁ ପରିଷଦର ମୁଖ୍ୟ ହିସାବରେ ମୁଁ ଆଜି ଘୋଷଣା କରୁଛି, ମୁଁ ସେଇ ବିକ୍ଷୋଭକୁ, ସେଇ ଆନ୍ଦୋଳନକୁ ପୂର୍ଣ୍ଣ ସମର୍ଥନ କରୁଛି। ଆଗାମୀ ଦିନରେ ସେଇ ଘଟଣାକୁ ନେଇକି ଯାହା କିଛି ବି କାର୍ଯ୍ୟପନ୍ଥା ଗୋ ସେବକ ଭାଇ ମାନେ ଭୁବନେଶ୍ୱର ସହରରେ କିମ୍ବା ଓଡ଼ିଶାରେ କରିବେ, ସବୁଥିରେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ନିଶ୍ଚିତ ରୂପରେ ସହଯୋଗ କରିବ। ଏବଂ ଶୁଣିବାକୁ ମିଳୁଛି, ଆଗାମୀ କିଛି ଦିନ ଭିତରେ এই ঘটনাକୁ ନେଇକି, ଗୋଶାଳା ଉଚ୍ଛେଦ ଘଟଣାକୁ ନେଇକି ଓଡ଼ିଶା ବନ୍ଦର ଡାକରା ମଧ୍ୟ ଦିଆଯାଉଛି ଏବଂ ସେଇ ବନ୍ଦ ଡାକରାକୁ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ପୂର୍ଣ୍ଣ ସମର୍ଥନ ଦେବ।